प्रश्न निज शाशु को किए स्त्री करी रखिथिले गणेश चतुर्थी अग्रपूज्य वक्रतुंड महाकाय स्थूल तनु सी जो अग्रपूज्य गणेश तांकर आज पूजा सही विघ्न विनायक विघ्न विनाशक दधि वामन को जोड़िए पद डाकिबा तापरे भगवानंकर चरणार बिंदरे लय रखी शाशु को किमिति तांगे माइप करथिले से कथा को आलोचना करिबा हो हां हां जय गजानन हे गौरी नंदन गौरी नंदन गौरी नंदन तब पदा मुझ को करे निवेदन उथल उदर अमृत लडु कर शंकुश त्रिशूल खेड़े मनोहर तब कपले सिंदूर गार हे विघ्नेश्वर तब कपले सिंदूर गार पूर्वमुख होई पंचमा ग्राम पश्चिम रही पंचमा ग्राम पश्चिम रही आउ दिग भ्रमणु आसी देव त्रिलोचन दंड के खंड कले दक्षिण द्वारेण बारे होई गल ज्ञान शून्य हे गजानन बारे होई गल ज्ञान शून्य गजमस्तक कुआणी गलारे जोड़िले गजमस्तक कुआणी गलारे जोड़िले गजानन नामक गिरी सदेले आउ पूजिले पयोरे सकल वृंदारक पूजिले पयोरे सकल वृंदारक वेद विद्या शासनकारी विनायक मारे निरक्षजन पूरक हे विनायक मारे निरक्षजन पूरक विद्यानवर तुम्हें ऑटो नाउरी विद्यानवर तुम्हें ऑटो नाउरी भवसागर पड़ी के करीब पारी भवसागर जेबे पार हुअंती भवसागर जेबे पार हुअंती देशे देशे उड़ाती विजय भाई जयंती तब चरणे करे मिनती हे गणपति तब चरणे करे मिनती आज्ञा शुणव सुज्ञान देना मन कर्ण बड़ सुंदर भावे बाबू पचारि प्रश्न ठीक ठीक करिए
ବାଟି ବୁଝାଇଣ ଆଜ୍ଞା ପଚାରିବା ଲୋକ ବାବୁ ଭାରି ସହଜ ଆଉ ପଚାରିବା ଲୋକ ବାବୁ ଭାରି ସହଜ ଯିଏ ଯୋ ଜାଗାରେ ହେଲେ ପଚାରି ଦବ ଆଉ ଯିଏ ଯୋ ଜାଗାରେ ହେଲେ ପଚାରି ଦେବ ପୁଣି କହିବାଟା କେତେ କଷ୍ଟ ମନକୁ ହେଜ ଆଜ୍ଞା ଆଉ ସମୁଦ୍ରରେ କେତେ ବାଲି କିଏ ପାରିଛି ଗଣି ସାଗରରେ କେତେ ବାଲି କିଏ ପାରିଛି ଗଣି ଆକାଶଟା କେତେ ହାତ କିଏ ପାରିଛି ଜାଣି ସେହି ପରି ପୁରାଣ ଗାଧ ସାଗର ସେ ପୁରାଣ ଜାଣିବାକୁ ସାମର୍ଥ୍ୟ ନା ମୋର ଖାଇବା ସମୟ ତଳେ ଯାଏ ପଡ଼ି ଖାଇବା ସମୟ ପଦ ଯାଉଥିବ ହୁଡ଼ି ଖାଇବା ବେଳରେ ଫୁଲ ଭଲ ହେବ ଜାନି ଜନେ ଦୋଷ ନ ଧରିବ କେତେବେଳେ ଶାଶୁକୁ କିଏ ମାଇପ କଲା ମାଇପ କରି ପୁଣି ତାଙ୍କୁ ରଖିଥିଲା ଏହି କଥାଟିକୁ ଆଲୋଚନା କରିବା ଭଲା ଆଜ୍ଞା 10 ଅବତାର ହେଲେ ନାରାୟଣ ଆଜ୍ଞା 10 ଅବତାର ହେଲେ ନାରାୟଣ ତୃତୀୟ ଅବତାର ବରାହ ରୂପାୟଣ ସତ୍ୟ ଯୁଗର ଅଟଇ ଅସୁର ଆଜ୍ଞା ସତ୍ୟ ଯୁଗର ଅଟଇ ଅସୁର ଆଉ ହିରଣାକ୍ଷ ବୋଲି ନାମ ଅଟେ ତାର ହିରଣାକ୍ଷ ହିରଣ୍ୟ ଅଟେ ଦୁଇ ଭାଇ ପୁରାଣ ପ୍ରବନ୍ଧ ଦେଉଛି ବୁଝାଇ ଆଜ୍ଞା ହିରଣ୍ୟ ଯେତେବେଳେ ଯୋଗକୁ ସାଧିଲା ହିରଣ୍ୟ ଯେତେବେଳେ ଯୋଗକୁ ସାଧିଲା ଧାତାକୁ ସିଏ ବର ମାଗିଥିଲା ଧାତାକୁ ସିଏ ବର ମାଗିଥିଲା ପୂର୍ବର ସୂର୍ଯ୍ୟ ଯେ ପଶ୍ଚିମରେ ଉଇଁବ ପୂର୍ବର ସୂର୍ଯ୍ୟ ପଶ୍ଚିମରେ ଉଇଁବ ତାହେଲେ ଅସୁର ପ୍ରାଣକୁ ଛାଡ଼ିବ ପଶ୍ଚିମରେ ସୂର୍ଯ୍ୟ ଉଦୟ ହେବେ ନାହିଁ ଅସୁରର କେବେ ମୃତ୍ୟୁ ହେବ ନାହିଁ ଆଜ୍ଞା ହିରଣ୍ୟ ଆଉ ହିରଣାକ୍ଷ ଆଜ୍ଞା ଦୁଇ ଭାଇ ହିରଣ୍ୟ ଯେତେବେଳେ ଯୋଗ ସାଧିଲା ତପସ୍ୟା କଲା ଧାତାଙ୍କୁ ବର ମାଗିଥିଲା ଯେ ମୋର କେବେ ମୃତ୍ୟୁ ହବ ନାହିଁ ପୂର୍ବର ସୂର୍ଯ୍ୟ ପଶ୍ଚିମରେ ଉଦୟ ହେବେ ମୁଁ ଦେଖିବି ଦେଖିଲେ ପିଣ୍ଡରୁ ପ୍ରାଣ ଛାଡ଼ିବ ହେଲେ ପୂର୍ବର ସୂର୍ଯ୍ୟ କେବେ ପଶ୍ଚିମରେ ଉଦୟ ହେବେନି ଅସୁର କେବେ ମରିବନି ଆଜ୍ଞା ଏହିପରି କେତେ ଦିନ ତହୁଁ ବିତି ଗଲା ଏହିପରି କେତେ ଦିନ ତହୁଁ ବିତି ଗଲା ଦିନୁ ଦିନ ଅସୁର ଅନ୍ୟାୟ କରିଲା ଦିନୁ ଦିନ ଅସୁର ଯେ ଅନ୍ୟାୟ କରିଲା ମର୍ତ୍ତ୍ୟ ମଣ୍ଡଳେ କାହାକୁ ନ ଦେଲା ରଖାଇ ସୁର ନର ଅସୁରକୁ ଦେଲା କମ୍ପାଇ ବୈକୁଣ୍ଠପୁରେ ପୁଣି ଚଳିଗଲା ଦେବତା ମାନଙ୍କୁ ରଖାଇ ନ ଦେଲା ସେତେବେଳେ ଭଗବାନ ମନେ ବିଚାରିଲେ ସେତେବେଳେ ଭଗବାନ ମନେ ବିଚାରିଲେ ବରାହ ରୂପକୁ ଶ୍ରୀହରି ଧରିଲେ ବରାହ ରୂପକୁ ଶ୍ରୀହରି ଧରିଲେ ମହାକୋପରେ ପ୍ରଭୁ ନାରାୟଣ ମହାକୋପରେ ପ୍ରଭୁ ନାରାୟଣ ପାତାଳପୁରେ କରିଲେ ଗମନ ପାତାଳପୁରେ କରିଲେ ଗମନ ଦନ୍ତ ଅଗ୍ରରେ ପୃଥିବୀ ଧରିଲେ ଦନ୍ତ ଅଗ୍ରରେ ପୃଥିବୀ ଧରିଲେ ଆଉ ମୁଣ୍ଡଟା
ମୁଣ୍ଡଟାକୁ ପୁଣି ବୁଲାଇଣ ଦେଲେ ପୃଥିବୀ ଗୋଟି ବୁଲି ବୁଲି ଗଲା ଆଉ ପୂର୍ବ ଦିଗ ସୂର୍ଯ୍ୟ ପଶ୍ଚିମେ ଉଇଁଲା। ଆଜ୍ଞା ଲକ୍ଷ୍ୟ କରନ୍ତୁ, ସିଏ ବର ମାଗିଛି ପୂର୍ବର ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ ସିଏ ମରିବ। ନାରାୟଣ ବରାହ ରୂପ ଧରିଲେ, ତୃତୀୟ ଅବତାର ମତ୍ସ୍ୟ କଶ୍ୟ ବରାହ, ବରାହ ରୂପରେ ପାତାଳକୁ ପଳେଇଲେ, ଦନ୍ତାଗ୍ରରେ ପୃଥିବୀଟାକୁ ଧରିଦେଲେ, ମୁହଁଟାକୁ ବୁଲେଇ ଦେଲେ, ପୃଥିବୀ ବୁଲିଗଲା। ପୂର୍ବଟା ପଶ୍ଚିମକୁ ପଳେଇଲା, ପଶ୍ଚିମଟା ପୂର୍ବକୁ ପଳେଇ ଆସିଲା। ପୂର୍ବର ସୂର୍ଯ୍ୟ ପଶ୍ଚିମରେ ଯାଇକି ଉଦୟ ହେଲେ, ଅସୁର ଦେଖିଲା ତାର ଜୀବନଟା ଗଲା। କିନ୍ତୁ ମହାକୋପ ହେଲେ ପ୍ରଭୁ ନାରାୟଣ, ବିକଟାଳ ରୂପ କରିଥିଲେ ଧାରଣ। ଉଗ୍ର ରୂପକୁ କେହି ନ ସହିଲେ, ଉଗ୍ର ରୂପକୁ କେହି ନ ସହିଲେ, ସର୍ବଦେବ ଯାଇ ବସୁଧାକୁ ଜପିଲେ, ସର୍ବଦେବ ଯାଇ ବସୁଧାକୁ ଜପିଲେ। ଦେବଙ୍କ ସ୍ତୁତିରେ ସେ ମାତା ବସୁଧା ଜାଣ, ସୁନ୍ଦରୀ ରୂପ କରିଲେ ଧାରଣ। ଆଜ୍ଞା ଲକ୍ଷ୍ୟ କରନ୍ତୁ, ଏ ଯୋଉ ଉଗ୍ର ରୂପ ହେଲେ ଭଗବାନ, ପୃଥିବୀଟାକୁ ସିନା ବୁଲେଇ ଦେଲେ, ଅସୁର ସିନା ମରିଗଲା, ତାଙ୍କର କୋପ ଆଉ ଶାନ୍ତ ହେଲାନି, କୋପ ଆଉ ଶାନ୍ତ ହେଲାନି। ଦେବତା ମାନେ ଚିନ୍ତା କଲେ କରିବେ କଣ? ସମସ୍ତେ ବସୁଧାକୁ ସ୍ତୁତି କଲେ ଯେ ମା ବସୁଧା, ତମେ ଚାହିଁଲେ ଭଗବାନଙ୍କର କୋପ ଯୋଉ ରୂପ ଶାନ୍ତ ହେଇପାରିବ। ସମସ୍ତଙ୍କର ସ୍ତୁତିରେ ବସୁଧା କଲେ କଣ? ସୁନ୍ଦରୀ ରୂପେ ବିଜେ ହୋଇଲେ, ନାରାୟଣ ପୁରୁଷଙ୍କ ମନକୁ ମୋହିଲେ, ନାରାୟଣ ପୁରୁଷଙ୍କ ମନକୁ ମୋହିଲେ। ପ୍ରଭୁ ନାରାୟଣ ବରାହ ରୂପରେ ରତି କରିଲେ ଜାଣ, କାମ ଆତୁରେ ବିନ୍ଦୁକୁ ଛାଡ଼ିଲେ, ବସୁଧା ମାତା ଗର୍ଭବାସ ହେଲେ, ଗୋଟିଏ ପୁତ୍ର ହୋଇଲା ଜନମ, ଉଗ୍ର ରୂପ ଅସୁର ହୋଇଲା କଜାଣ। ନରକାସୁର ବୋଲି ନାମ ହେଲା ତାର, ଭୌମସୁର ବୋଲି ଜାଣିଲେ ସଂସାର। ଆଜ୍ଞା ଶୁଣନ୍ତୁ, ଲକ୍ଷ୍ୟ କରନ୍ତୁ ମୋର ଜ୍ଞାନୀ ବର୍ଗ, ପଣ୍ଡିତ ବର୍ଗ, ଏଇଠି ଭଗବାନ ଯୋଉ ଶୃଙ୍ଗାର କଲେ ମହାକୋପରେ ଉଗ୍ର ରୂପରେ ଶୃଙ୍ଗାର କରିଛନ୍ତି। ତେଣୁ ଯୋଉ ପୁଅ ଜନ୍ମ ହେଲା ସିଏ ଅସୁର ପୁଅ ଜନ୍ମ ହେଲା, କୋପରେ ରାଗରେ ଜନ୍ମ ହେଲା ଅସୁର ପୁଅ। ତାର ନାମ ହଉଛି ନରକାସୁର, ଭୌମାସୁର ବୋଲିକି ସମସ୍ତେ ଜାଣିଲେ। ଆଜ୍ଞା ତାପରେ ଭଗବାନ ଶାନ୍ତ ଲଭିଲେ, ତାପରେ ଭଗବାନ ଶାନ୍ତ ଲଭିଲେ, ପୁଣି ତାଙ୍କ ସଙ୍ଗେ ଶୃଙ୍ଗାର କରିଲେ, ଶାନ୍ତରେ ବିନ୍ଦୁକୁ ଦେଲେ କଛାଡ଼ିଣ, ବସୁନ୍ଧାଗ ହେଲା ଯେ ଗର୍ଭଧାରଣ, ଆଉ ଗୋଟିଏ ପୁତ୍ର ଜନ୍ମ ଲଭିଲା, ମଙ୍ଗଳ ଗ୍ରହ ବୋଲି ନାମକୁ ବହିଲା। ମଙ୍ଗଳ ଗ୍ରହ, ପୃଥିବୀ ମା ବସୁଧାଙ୍କର ପୁଅ ହଉଛି ମଙ୍ଗଳ ଗ୍ରହ, ତାକୁ ମଧ୍ୟ ଭୌମ ଗ୍ରହ ବୋଲିକି ଲୋକେ ଜାଣିଲେ। ସେତେବେଳେ ମା ବସୁଧା କହିଲେ, ହେ ନାରାୟଣ, ମୋତେ ଆଜିଠୁ ତମେ ପତ୍ନୀ ରୂପରେ ଗ୍ରହଣ କର। କାହିଁକି? ପୁତ୍ର ରୂପରେ ଦେଇଥିଲ ଜନମ, ପୁତ୍ର ରୂପରେ ଦେଇଥିଲ ଜନମ, ମେଦା ମେଦି ପୁଣି କରିଲେ ଆପଣ, ମେଦିନୀ ବୋଲି ନାମକୁ ବିହିଲେ, ଝିଅ କରି ପୁଣି ଜନମ ଯେ ଦେଲେ, ମାଇପ ରୂପରେ ହୋଇଲା ମିଳନ, ତେଣୁ ମୋତେ ତୁମେ କର ହେ ଗ୍ରହଣ। ବସୁଧା କହିଲେ, ହେ ନାରାୟଣ, ମୋତେ ତମେ ପୁଅ ରୂପରେ ଜନ୍ମ ଦେଇଥିଲ। ମଧୁକୈଠ ଅସୁର କାନମଳିରୁ ଭଗବାନ ବିଷ୍ଣୁଙ୍କର ଜନ୍ମ ହେଇଥିଲେ। ମଧୁକୈଠ ଦୁଇ ପୁଅ, ପୁଅ ରୂପରେ ଦେଇଥିଲ ଜନ୍ମ, ପୁଣି ମେଦାମେଦି କରି ମେଦିନୀ କଲ, ମୋର ନାମ ହେଲା ମେଦିନୀ, ଝିଅ ହେଲି, ବସୁଧା ରୂପରେ ପୂଜା ପାଇଲି, ପୁଅ ରୂପରେ ଜନ୍ମ ଦେଲ, ଝିଅ ରୂପରେ ବଢିଲି। ଏବେ ମୋ ସହିତ ତମର ଶୃଙ୍ଗାର ହେଲା, ତମର ମାଇକିନା ରୂପରେ ମୁଁ ଚଳିବି, ତମର ମାଇକିନା ରୂପରେ ସମସ୍ତଙ୍କ ଠାରେ ପରିଚିତ ହେବି। ଆଜ୍ଞା ଲକ୍ଷ୍ୟ କରନ୍ତୁ, ଆଉ ବେଶୀ କହୁନି। କାହିଁକି ନା ଆଉ ଥରେ ଯଦି କହିବି ସପ୍ତମ ଅବତାରଟାକୁ କହିବାକୁ ପଡିବ, ସପ୍ତମ ଅଷ୍ଟମ ଅବତାର କହିବାକୁ ପଡିବ। ସପ୍ତମ ଅବତାରରେ ଭଗବାନ ବିଷ୍ଣୁ ହେଲେ ରାମଚନ୍ଦ୍ର,
ବସୁଧାର ଝିଅ ହେଲା ସୀତା, ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର, ବସୁଧା ହେଲେ ଶାଶୁ। ତୃତୀୟ ଅବତାର ହେଲା ହିରଣ୍ୟ, ମାଇକିନା ହେଲେ ବସୁଧା। ସପ୍ତମ ଅବତାର ହେଲା ରାମଚନ୍ଦ୍ର, ବସୁଧା ହେଲେ ଶାଶୁ। ଶାଶୁ ମାଇପ ହେଇଥିଲେ। ହଉ, ତାଳି ଗୋଟେ ହେଇଯାଉ ଆଜ୍ଞା, ତାଳି ଗୋଟେ ହେଇଯାଉ।